ଦେଖନ୍ତୁ, ଏଇଟା ଗୋଟେ ଐତିହାସିକ ବିଜୟ କହିଲେ ଭୁଲ ହେବ ନାହିଁ। କାରଣ ଅନେକ ଦିନର ସ୍ୱପ୍ନ ଥିଲା, କେବଳ ରାଜ୍ୟର ନୁହଁ କେନ୍ଦ୍ରର ମଧ୍ୟ ଆଶା ଥିଲା। ଅନେକ ଗୁଡ଼ାଏ ରାଜ୍ୟରେ ପରିବର୍ତ୍ତନ ହୋଇଯାଇଥିଲା ଏବଂ ମୁଖ୍ୟ ରାଜ୍ୟ ଯେଉଁଠିକି ବିଜେପିର ଜନ୍ମ କହିଲେ ଭୁଲ ହେବ ନାହିଁ, ସେଇ ରାଜ୍ୟରେ ହିଁ ବାକି ଥିଲା ରାଜ୍ୟକୁ ଅକ୍ତିଆର କରିବା ପାଇଁ। ଏ ବିଜୟରେ ଆଶା କରିଥିଲୁ ଯେତିକି ତାଠୁ ବହୁତ ମାତ୍ରାରେ ଆମେ ସିଟ୍ରେ ବିଜୟ ହେଇକି ବର୍ତ୍ତମାନ ସରକାର କରିବାକୁ ଯାଉଛୁ। ଧନ୍ୟବାଦ ଦେବି କେନ୍ଦ୍ର ସରକାରଙ୍କୁ, ଧନ୍ୟବାଦ ଦେବି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଯେଉଁମାନେ କାର୍ଯ୍ୟରେ ନିୟୋଜିତ ଥିଲେ ୱେଷ୍ଟବେଙ୍ଗଲରେ, ଏବଂ ସେଠିକାର ଷ୍ଟେଟ୍ର ଲିଡର୍ସମାନଙ୍କୁ ଧନ୍ୟବାଦ ଦେବି। ସେମାନଙ୍କର କୋଅପରେସନ୍ ଆମ ସହିତ ଯେତେ ଭଲ ରହିଲା ବହୁତ ଖୁସି ଲାଗିଲା। ଦୀର୍ଘ 3 ମାସ ଧରିକି ମୁଁ ସେଠି ଡ୍ୟୁଟିରେ ଥିଲି। ଫେବୃଆରୀ 1ରୁ ଆଜି ପର୍ଯ୍ୟନ୍ତ ଆଜି ଫେରିଛି ସେଠୁ। ସେଠି ଯେଉଁ ପରିସ୍ଥିତି ଆମେ ଦେଖିଥିଲୁ ପ୍ରଥମେ ଜଏନ୍ କରିବା ଦିନ, ତାପରେ ପରେ ଆସ୍ତେ ଆସ୍ତେ ଯେଉଁ ଡେଭଲପମେଣ୍ଟ ଦେଖିଥିଲୁ, ପ୍ରାୟ 2 ମାସ କାମ କଲା ପରେ ହିଁ ଆମେ ଜାଣିଯାଇଥିଲୁ ଯେ ଏଥର ସୁନିଶ୍ଚିତ ୱେଷ୍ଟବେଙ୍ଗଲରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ଏବଂ ତାହାର ଫଳାଫଳ ଆଜି ପାଇଛୁ। सर कौन कौन फैक्टर काम कला अपन कौन भाव ଦେଖନ୍ତୁ, ସେଠି ଯେଉଁ ତାଙ୍କର ଆଧିପତ୍ୟ କହିଲେ ଭୁଲ ହେବ ନାହିଁ, ଯେଉଁ ଗୁଣ୍ଡାରାଜ କୁହନ୍ତୁ ବା ଡେଭଲପମେଣ୍ଟ ୱାର୍କସରେ ଏତେ ଅବହେଳିତ, ସେମାନେ କହୁଥିଲେ ଆମେ କରୁଛୁ, କିନ୍ତୁ ପ୍ରାକ୍ଟିକାଲି ଆମେ ଗାଁ ଗୁଡ଼ାକ ବୁଲିବାକୁ ଯାଇଥିଲୁ। ସେଠି ନା ପ୍ରଧାନମନ୍ତ୍ରୀ ଆବାସର ଘର ଦେଖିବାକୁ ପାଇଥିଲୁ, ନା ପାନୀୟ ଜଳର ବ୍ୟବସ୍ଥା ଦେଖିଥିଲୁ, ନା ଗମନାଗମନର ସୁବିଧା ଦେଖିଥିଲୁ, ନା ଶିକ୍ଷା ବା ସ୍ୱାସ୍ଥ୍ୟ ସମ୍ପର୍କିତ ଆମେ କିଛି ଡେଭଲପମେଣ୍ଟ ଦେଖିଥିଲୁ। ସବୁଥିରେ ଅବହେଳିତ ଥିଲା। ତେଣୁ ଲୋକଙ୍କର ମଧ୍ୟରେ ଗୋଟେ ନିଜ ସାଇଡ଼ରୁ ସେଇଟା ଗୋଟେ ପରିବର୍ତ୍ତନର ଇଚ୍ଛା ଥିଲା। ଆମେ ଯାହା ଫିଲ୍ କଲୁ, ସେମାନେ ମାଇଣ୍ଡ ଅଲରେଡ଼ି ମେକଅପ୍ କରି ସାରିଥିଲେ। ଆମେ ଯେଉଁ ଗଲୁ, ଜଳିବା ନିଆଁରେ ଘିଅ ଦେବା ସହିତ ସମାନ ହେଲା। ଆମେ ତାଙ୍କୁ ଉତ୍ସାହିତ ଦେଲୁ, ମନୋବଳ ଦେଲୁ ଏବଂ ତାର ପ୍ରତିଫଳ ଆଜି ପାଇଛୁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ଦିନ ପରେ ଦେଖାଗଲା ଏତେ ମାତ୍ରାରେ ସେ ସମୟ ଦେଲେ ଏବଂ ପଶ୍ଚିମବଙ୍ଗରେ ରହିଲେ, ତେବେ ଏତେ ଗୁରୁତ୍ୱ କାହିଁକି ଦଉଥିଲେ? ଦେଖନ୍ତୁ, ପ୍ରଧାନମନ୍ତ୍ରୀ କେବଳ ନୁହଁ, ସେଠି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଏବଂ ଅନ୍ୟାନ୍ୟ ଷ୍ଟେଟ୍ର ଅନେକ ମନ୍ତ୍ରୀ ମଧ୍ୟ ଆସିଥିଲେ, MLA ଆସିଥିଲେ, ସମସ୍ତଙ୍କର ସହଯୋଗ ହେଇଛି। ସେଠି ଯେଉଁ ପରିବର୍ତ୍ତନର ଯେଉଁ ଇଚ୍ଛା ଶକ୍ତିଟା ଥିଲା, ଯେଉଁ ଜିନିଷ କେନ୍ଦ୍ର ସରକାରର ଯୋଜନା ଗୁଡ଼ାକୁ ଗୋଟେ ମଧ୍ୟ ସେଠି ନିଜ ବ୍ରାଣ୍ଡରେ ନିଜ ପରିଚୟରେ ସେଠି କାମ ହେଉନଥିଲା। ସମସ୍ତ କେନ୍ଦ୍ରର ଯୋଜନା ରୂପାନ୍ତର ହେଇ ସେଠି କାମ ହେଉଥିଲା ଏବଂ ଉଚ୍ଚ କ୍ୱାଲିଟିର ହେଉନଥିଲା ଏବଂ ବହୁତ ଅବହେଳା ଥିଲା। ଲୋକଙ୍କର ଏଲିଗେସନ୍ ବହୁତ ଥିଲା। ସେମାନେ ବି ଆଶା କରିଥିଲେ ବିଜେପି ସରକାର ଆସିଲେ ସୁନିଶ୍ଚିତ ୱେଷ୍ଟବେଙ୍ଗଲ, ଆମର ସୁପ୍ରସିଦ୍ଧ କଲିକତା, ସବୁଥିରେ ଗୋଟେ ସୁସଜ୍ଜିତ ହେବ ଏବଂ ଡେଭଲପମେଣ୍ଟର ସେମାନେ ମଧ୍ୟ ସ୍ୱାଦ ଚାଖିପାରିବେ ଏବଂ ଭବିଷ୍ୟତରେ ଯେଉଁ ଆଶା ଅଛି ବିକଶିତ ଭାରତ, ସେଇଟା ମଧ୍ୟ ସେମାନେ ଉପଭୋଗ କରିବା ପାଇଁ ଅପେକ୍ଷା କରିଛନ୍ତି। ଦେଖ, ପ୍ରଥମେ ତ ଯେଉଁ ଭୋଟର୍ସ ଭାଇମାନେ ବା ଭଉଣୀମାନେ ଅନେକ ବର୍ଷ ଧରିକି ଭୋଟ ଦେବାର ସୁଯୋଗ ପାଉନଥିଲେ, ସେଠି ଗୋଟେ ଫଲ୍ସ ଭୋଟିଂ ହେଉଥିଲା। ତେଣୁ ସେଇ ଭାଇ ଭଉଣୀଙ୍କର ଯେଉଁ ଇଚ୍ଛା ଶକ୍ତି ଏବଂ ସାହସ, ସେଇମାନଙ୍କୁ ପ୍ରଥମେ ତ ଧନ୍ୟବାଦ ଦେବି। ତତ୍ ସହିତ ସମସ୍ତ କାର୍ଯ୍ୟକର୍ତ୍ତା ଯେଉଁମାନେ ଆମେ କାର୍ଯ୍ୟରେ ନିୟୋଜିତ ଥିଲୁ, ସମସ୍ତଙ୍କର ଯେଉଁ ପ୍ରୟାସ ଥିଲା ଲୋକଙ୍କୁ ବୁଝାଇବା ପାଇଁ ଆମେ ଦିନରାତି କାର୍ଯ୍ୟ କରୁଥିଲୁ। ମୋ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସମସ୍ତଙ୍କୁ ଧନ୍ୟବାଦ ଦେବି ଏବଂ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ତ ସୁନିଶ୍ଚିତ ଧନ୍ୟବାଦ ଦେବି। ସେମାନେ ଆମକୁ ଉତ୍ସାହିତ ଦେଇଥିଲେ ଏବଂ ଆମ ଉପରେ ବିଶ୍ୱାସ ଦେଇ ଆମକୁ ସେଠି କାର୍ଯ୍ୟରେ ନିୟୋଜିତ କରିଥିଲେ।